ବାପ ପୁଅ ଭାରି ଚାଲାକ। ମୋତେ ନ ନେଇ ଭାବିଥିଲେ ପଳେଇବେ। ମୁଁ ବି କାହିଁକି ଏକା ଘରେ ରହିବି। ସିଏ ଗାଡ଼ି ଷ୍ଟାର୍ଟ କଲା ବେଳକୁ ମୁଁ କହିଲି, ରୁହ ରୁହ, ମୁଁ ବି ତୁମ ସହିତ ଯିବି। ମୁଁ ସିନା ତାଙ୍କ ସହିତ ପଳେଇ ଆସିଲି, ହେଲେ ବାହାରେ ବହୁତ ଜୋରରେ ଥଣ୍ଡା ଲାଗୁଥିଲା। ଆଉ ଏତେ ଜୋରରେ ଥଣ୍ଡା ଲାଗୁଥିଲା ଯେ ମୋ ଦାନ୍ତକୁ ଦାନ୍ତ ବାଡ଼େଇ ହୋଇଯାଉଥିଲା। ଆଉ କ'ଣ କରିବି, ଯେହେତୁ ମୁଁ ତାଙ୍କ ସହିତ ପଳେଇ ଆସିଛି, ଆଉ ତ ଫେରିକି ଯାଇପାରିବିନି। ଆସିକି ପହଞ୍ଚିଗଲୁ ମାର୍କେଟରେ। ଘର ଭିତରେ ରହି ରହି ଭଲ ଲାଗୁନଥିଲା। ବାହାରେ ଏତେ ଚମକୁଥିବା ଲାଇଟ୍ ଆଲୁଅକୁ ଦେଖି ମନଟା ପୁରା ଖୁସି ହୋଇଗଲା। ଆଜି ଯେହେତୁ ରବିବାର ଥିଲା, ଆସିକି ପହଞ୍ଚିଗଲୁ ଚିକେନ ପକୋଡ଼ା ଦୋକାନରେ। ଭାଇ ଆମକୁ ଦେଖି ବହୁତ ଖୁସି ହୋଇଗଲେ, କାହିଁକିନା ଭାଇ ଆମର ବହୁତ ଚିହ୍ନା। ଚିକେନ ପକୋଡ଼ା ଦୋକାନରେ ବହୁତ ଭିଡ଼ ଥିଲା। ଦେଖୁନାହାନ୍ତି କେତେ ସୁନ୍ଦର ଭାବରେ ଲାଇଟ୍ ଡେକୋରେଟ୍ କରାଯାଇଛି। ଲାଗୁଛି ଯେମିତି ଦିୱାଲି ଫେରି ଆସିଛି। ପୁଣି ଥରେ ଦିୱାଲି ଆରମ୍ଭ ହୋଇଯିବ। ଆମେ ଚିକେନ ପକୋଡ଼ା ନେଇକି ପଳେଇ ଆସିଲୁ ଘରକୁ ଫେରିବା ବାଟରେ ବାପ ପୁଅ ଏତେ ଗପୁଥାନ୍ତି ଯେ ଲାଗୁଥାଏ ବାପ ପୁଅ ସବୁ କିଛି ଦେଶ ଦୁନିଆ ବିଷୟରେ ତାଙ୍କୁ ଭଲ ଭାବରେ ଜଣା। ସେ ବହୁତ ଗ୍ରହ ଆସିକି ଆମ ଘରେ ପହଞ୍ଚିଗଲୁ। ଆସିକି ଘରେ ପହଞ୍ଚୁ ପହଞ୍ଚୁ ଗୁଡୁନ୍ ଟିଭିଟାକୁ ଲଗେଇ ଦେଇ ଏଠି ବସି ଆରମ୍ଭ କରିସାରିଲାଣି। ଆଉ ଯଦି ମୁଁ ଏମିତି ଫୋନରେ ଲାଗି ରହିବି, ତାହେଲେ ସେ ସବୁ କିଛି ଫିନିଶ୍ କରିଦେବ। ଏଠି ଆମେ 2 ଜଣ ଚିକେନ ପକୋଡ଼ା ବାଣ୍ଟିକି ନେଉଛୁ। ତାର ଗୋଟେ, ମୋର ଗୋଟେ, ତାର 2ଟା, ମୋର 2ଟା, ଏଇଭଳି। ନହେଲେ ଗୁଡୁନ୍ କହିବ, ମୋତେ ସବୁ ଦେଇଦିଅ, ମୁଁ ସବୁ ଖାଇଦେବି। ଆଉ ମୋ ଭାଗ୍ୟରେ କିଛି ନଥିବ। ଗୁଡୁନ୍ ବାବା ତ ଚିକେନ ପକୋଡ଼ା ଖାଆନ୍ତିନି, ତାଙ୍କର ଆଲର୍ଜି। ତ ଗୁଡୁନ୍ ଆଉ ମୁଁ ଏଠି ବସି ଖାଉଛୁ। ମୁଁ ଏଠି ଶାଗ ଚଟଣିରେ ଚିକେନ ପକୋଡ଼ାକୁ ଡିପ୍ କରିକି ଏଠି ମୁଁ ଖାଉଛି। ଆଉ ବହୁତ ମଜା ନେଉଛି ଖାଇକି। ମୋ ପୁଅର ଚିକେନ ପକୋଡ଼ା ବହୁତ ପସନ୍ଦ, କିନ୍ତୁ ମୁଁ ତା ମାମା ହେଇକି ମୁଁ ଆଉ ଡାଇରେକ୍ଟ ନ କହି ମୋ ପୁଅ ସହିତ ମିଶିକି ଖାଇଦେଉଛି ଆଉ।